ଆମର ହୋଲି ପୂର୍ବ ଦିନ ହୁଏ ସ୍ପ୍ରିଙ୍ଗ ରେ। ସ୍ପ୍ରିଙ୍ଗ ରେ ନା ମନସୁନ ରେ ହୁଏ? ମନସୁନ ଶ୍ରାବଣ ମନ୍ଥରେ ହୁଏନି କି ଏଟା? ନାଇଁ ନାଇଁ ଶ୍ରାବଣ ସାର୍, ଏଇଟା ମାନେ ଫାଲଗୁନ ଜୁଲାଇ ମାସରେ ଅଗଷ୍ଟରେ ହୁଏ। ହୁଏନି କି? ଜୁଲାଇ ଅଗଷ୍ଟ ବେଳକୁ ହୁଏ ନା ଏଟା ଝୁଲଣ ପର୍ବଟା? ନାଇଁ ନାଇଁ ସାର୍, ଆଁ ସେଟା ଝୁଲଣ ଟା ଯୋଉ ହୁଏ ଆମର ସାର୍ ଫେବୃଆରୀ ମାସରେ ଫେବୃଆରୀ ଫେବୃଆରୀ ଆଣ୍ଡ ମାର୍ଚ୍ଚ। ମାର୍ଚ୍ଚ ହୋଲି ପୂର୍ବ ଦିନ ହୁଏ ଝୁଲଣ। ଟିକେ ସର୍ଚ୍ଚ କଲ। ହଁ ହଁ, ହୋଲି ଆଜ୍ଞା ପୂର୍ବରେ ସାର୍। ଝୁଲଣଟା। ହୋଲି ପୂର୍ବ ସେଟା ଯେ ଯୋଉଟା ଅପସନରେ ଆପଣ ତ ଖୋଜୁଛନ୍ତି। ସାର୍ ଯୋଉ ଟିକେ ଫଗୁ ଖେଳାଯାଏ। ଗୋଟେ ସେକେଣ୍ଡ। ଏଠି ଅପସନ ରେ ମନସୁନ ମାରିଛି ଯେ ସେଟା ହେଲା ଦୋଳ ଯାତ୍ରା, ଆପଣ ଯୋଉଟା କହୁଛନ୍ତି ସେଟା ହେଲା ଦୋଳ। ଗୋଟେ ସେକେଣ୍ଡ। ଅଗଷ୍ଟ ମାସରେ କୋଉଟା ପଡେ କହିଲୁ? ସେଟା ଦୋଳ ଦୋଳ। ଦୋଳ ସେଇଟା। ହୁଁ ଦୋଳ ତ ସେଇଟା। ଯୋଉଟା ହଁ, ଯୋଉଟା ରାକ୍ଷୀ ଆରେ ପୂର୍ଣ୍ଣିମା ଟାଇପ ର ଥାଏ। କନଫ୍ୟୁଜନ ଜାଣିଛ ମତେ ଆକ୍ଚୁଆଲି ପର୍ବ ଉପରେ ମତେ ନଲେଜ ନାଇଁ। ଝୁଲଣ ମତେ କୁହ। ଝୁଲଣ ଏଠି ଅପସନ ଯୋଉ ଦେଇଛି, ଏଠି ଅପସନ ମାରିଛି ତମର ମନସୁନ ମାନେ ତମର ଜୁଲାଇ ଅଗଷ୍ଟ କଥା କହୁଛି। ଜୁଲାଇ ଅଗଷ୍ଟ କୋଉଟା ପଡେ? ସେଇ ଝୁଲଣ ଯୋଉଟା ମତେ କୁହ। ଝୁଲଣ ଯୋଉଟା ସେଇଟା ଦୋଳ ସେଇଟା ନା ଅଲଗା? ମତେ କୁହ। ଜାଣିନ ତମେ? ନା ନା, ଓଲଟା ଦୋଳଟା ହେଲା ଯୋଉଟା ଆମର ହୋଲି ଆରେ ପୂର୍ବରୁ, ଦୋଳ ଆଉ ପୂର୍ଣ୍ଣିମାଟା ତ ଝୁଲଣଟା ହୁଏ ହେଲା ନା ତମର ହୋଲିଟା ଯୋଉଟା ଦୋଳ ହଁ ପୂର୍ଣ୍ଣିମା। ହୋଲି, ରାଇଟ ହଁ। ହୋଲି ସେଇଟା ହୁଏ ଯୋଉଟା କି ତମର ମହାତ୍ମା ଗାନ୍ଧୀ ଆସିଥିଲେ ଫାଷ୍ଟ ଥର ପାଇଁ 1921 ମସିହାରେ। ତମର ଥିଲା ଦୋଳ ପୂର୍ଣ୍ଣିମା ଥିଲା। ସେଇଟା ତ ଦୋଳ ପୂର୍ଣ୍ଣିମା ତ ହୋଲିର ଯୋଉ ମାର୍ଚ୍ଚ ମାସରେ ପଡେ ନା। ଏଇଟା ତ ତମର ଝୁଲଣ ପର୍ବଟା ତ ଏଇ ମନସୁନରେ ପଡେ। ଏଇ ଯୋଉ ରାଧା କଣ ରାଧା ହଁ ତମେ ଜାଣିଛ। ଆରେ ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ ଯୋଉ କୁହନ୍ତିନି ନା, ଯୋଉ ମୋର ବା ମନେ ଅଛି ବର୍ଷା ଝୁଲଣ, ହଁ ଦିନିଆ ହଁ। ସେଟା ପଡେ। ଆମ ଘରେ ହୁଏ ଯେ, ତମେ କନଫ୍ୟୁଜନ କରୁଛ ମତେ। ଦେଖ, ମୁଁ ଦୋଳ ପୂର୍ଣ୍ଣିମା ଟା ଗୋଟେ ଶୀତ ଦିନ ଯୋଉ ଦିନ ଦୋଳ ପୂର୍ଣ୍ଣିମାରେ ତ ମୋର ମନେ ପଡିଲା ଏଥିପାଇଁ କାରଣ ମହାତ୍ମା ଗାନ୍ଧୀ ଆସିଥିଲେ ନା ଦୋଳ ପୂର୍ଣ୍ଣିମା ଦିନ, ତ ସେଇଠୁ ମନେ ପଡିଗଲା ମୋର ଏଇ ଜିନିଷଟା। ବୁଝିପାରିଲ ନା? ଏଇଟା କ୍ୱେଶ୍ଚିନ୍ସ ଟା ଭଲ ମନେ ରଖିବ ହେଲା। ଝୁଲଣ ପର୍ବ ହେଲା, ଝୁଲଣ ପର୍ବଟା କେବେ ପଡେ ନା ତମର ମନସୁନରେ ହେଲା। ମନସୁନରେ ମାନେ ଅଗଷ୍ଟ, ଜୁଲାଇ ଅଗଷ୍ଟ ବେଳକୁ ଝୁଲଣ ପର୍ବଟା, ରାଧାକୃଷ୍ଣଙ୍କର ଯୋଉଟା ଝୁଲଣ ପର୍ବ। କ୍ଲିୟର? ଆଉ ତାପରେ ନେକ୍ସଟ ଦେଖ, ଏଠି କିଛି ନାହିଁ। ତାପରେ ନେକ୍ସଟ ଆମେ ଦେଖିବା ନା କଣ, ଆଜି କିଛି ବି ନାହିଁ। ଆଜି ଏତେ ସାରା କିଛି ନାହିଁ ଏଥିରେ। ପାମ୍ପଲି ପଟ୍ଟଚିତ୍ର, ମୁଁ ଖାଲି ମେନ୍ କହିଦଉଛି। ପାମ୍ପଲି ପଟ୍ଟଚିତ୍ର, ପଟ୍ଟଚିତ୍ର ପେଣ୍ଟିଂ which is known as ତାଳ ପଟ୍ଟଚିତ୍ର, ଯୋଉଟା ପାମ୍ ଲିଫ୍ କୁହାଯାଏ। ପାମ୍ ଲିଫ୍ ଜାଣିଛ, ଯୋଉ ଜାତ ମାତ ଯୋଉଟା କରନ୍ତି, ଜାତ ମାତ ସବୁ ହୁଏ ଯୋଉଟା ପାମ୍ ଲିଫ୍ ଯୋଉଟା, ସେଇଟା ମାନେ ସେଟା ଟିକେ ଫୋଲ୍ଡିଂ ବାଲା ହେଇଥିବ, ଫୋଲ୍ଡେଡ ଭଳିଆ ହେଇଥିବ, ଏଟା ଫୋଲ୍ଡେଡ ଭଳିଆ ହେଇଥିବ। ଏଟା ହଉଛି ନା ବ୍ଲାକ୍ ଆଣ୍ଡ ହ୍ୱାଇଟିଂ ଏଠି ମାନେ ୟୁଜ ହେଇଥାଏ। ଆଉ ଏଠି କିଛି ନାହିଁ। ଏଟା ହଉଛି ଏଟା କିଛି ନାହିଁ। ଏଟା କିଛି ଏଠି ଇଏ ଦେଖିବା ନାହିଁ। ଏଟା ସେକେଣ୍ଡ ଇମେଜ ଅଣ୍ଡର ଦି ଫାର୍ଷ୍ଟ ଲେୟାର, ମାନେ କଣ ଟିକେ ସେଟା ଟିକେ ଗ୍ୟାପ୍ ଥାଏ। ତାପରେ ଯେମିତି କି ଫାର୍ଷ୍ଟ ଲେୟାର ଟା ଟିକେ ଖୋଲିଲା ମାନେ ଯେମିତି ସେକେଣ୍ଡ ଲେୟାର ଟା ଯେମିତି ଦେଖାଯାଉଥିବ, ମାନେ ଫୋଲ୍ଡେଡ ବାଲା ହେଇଥାଏ ନା, ତ ଜଣା ପଡିଯାଏ ସେଟା। ନହେଲେ ଏଠାରେ କିଛି ନାହିଁ ତାଳପତ୍ର ପଟ୍ଟଚିତ୍ରରେ। ବାସ୍ ମନେ ରଖ, ଯୋଉ ତାଳ ପଟ୍ଟଚିତ୍ରଟା କଣ ହୁଏ, ପାମ୍ ଲିଫ୍ ମାନେ କୋଉଥିରେ ହୁଏ ନା ପାମ୍ ଲିଫ୍ ରେ ହୋଇଥାଏ ତାଳ ପଟ୍ଟଚିତ୍ରଟା। ଏତିକି ଜିନିଷଟି ମନେ ରଖିବାର ଅଛି, ଆଉ ନହେଲେ କିଛି ନାହିଁ। ତାପରେ ଏଠି କଣ ଅଛି ନା, ସମ୍ ପାମ୍ ଲିଫ୍ manuscript also preserved in the museum at ଭୁବନେଶ୍ୱରରେ ପ୍ରିଜର୍ଭ କରି ରଖା ହେଇଛି। an example of traditional painting and drawing, traditional painting ଆଉ drawing ପାଇଁ। କ୍ଲିୟର? ବୁଝିଗଲା? ଏଠି ନହେଲେ କିଛି ଇଏ ରଖିବାନି। ବାସ୍ ଏଠି ଗୋଟେ ଜିନିଷ ମନେ ରଖ, ଆମେ ଯୋଉ ପଟ୍ଟଚିତ୍ର ନା ପଟ୍ଟଚିତ୍ରରେ ଯୋଉ ପଡିଲେ ନା, ପଟ୍ଟଚିତ୍ରରେ ଯୋଉ ପେଣ୍ଟିଂ ଯୋଉ କରାଯାଉଥିଲା, ପ୍ରିମିଲାରୀ ପେଣ୍ଟିଂ ଯୋଉଟା କରାଯାଉଥିଲା, ସେଠି ସେମାନେ ଇଙ୍କ ୟୁଜ କରୁଥିଲେ। ଇଙ୍କ ଯୋଉ ଥିଲା ଆମର, ସରି ଇଙ୍କ ଆଉ ତମର ଯୋଉ କଣ ଚାରକୋଲ, ଏରା ସବୁ କିଛି ୟୁଜ କରୁନଥିଲେ। ସେ କଣ ୟୁଜ କରୁଥିଲେ ନା ଆମର ବ୍ରଶ ରେ ଡାଇରେକ୍ଟ ୟୁଜ କରୁଥିଲେ। କ୍ଲିୟର? ଝୁଲଣ ଯୋଉ ପର୍ବ ହଉଥିଲା, ଝୁଲଣ ପର୍ବ, ସେଇ ଝୁଲଣ ପର୍ବରେ ହିଁ ତାଙ୍କୁ ଟିକେ ଭଲସେ ଡେକୋରେଟ କରିକି ରାଧାକୃଷ୍ଣଙ୍କ ଯୋଉ ଜନ୍ମଦିନରେ ଝୁଲଣରେ ସୁଇମିଂ ଫେଷ୍ଟିଭାଲ ଯୋଉ କୁହାଯାଏ, ସେଠି ପଟ୍ଟଚିତ୍ରକୁ ବିଭିନ୍ନ ପ୍ରକାର ସବୁ ଡ୍ରଇଂ ସବୁ କରାଯାଉଥିଲା, ଫ୍ଲାୱାର୍ସ ର ନହେଲେ ତମର ଓମେନ ମାନଙ୍କର। କ୍ଲିୟର? ଆଉ ଏଇ ଝୁଲଣ ପର୍ବଟା କେବେ କରାଯାଏ, ସେଲିବ୍ରେଟ କରାଯାଏ? ମନସୁନରେ ଏଇଟା ମନେ ରଖିବ, ମନସୁନ ଝୁଲଣ ପର୍ବ। କ୍ଲିୟର? ତାପରେ ଆମର ଦେଖିଲେ ଯୋଉ ପାମ୍ ଲିଫ୍ ଯୋଉ ପେଣ୍ଟିଂ, ପାମ୍ ଲିଫ୍ ପଟ୍ଟଚିତ୍ର, ଏଠାରେ କିଛି ନାହିଁ। ବାସ୍ ସେଟା କଣ ଯେ ପାମ୍ ଲିଫ୍ ରେ ଏଟା କରାଯାଏ। କ୍ଲିୟର? ଏଟା ଭୁବନେଶ୍ୱରରେ ଆମର ଅଛି ମ୍ୟୁଜିୟମ ରେ। ଏଟା ନହେଲେ କିଛି ନାହିଁ। ନେକ୍ସଟ ଆମେ ଦେଖିବା ନା କଣ, ଝୋଟି ବା ଚିତା ପେଣ୍ଟିଂ ଯୋଉଟା କରାହଉଥିଲା ଏବେ କାଲି ମାଣବସା ଗୁରୁବାର ଯୋଉ କରାଯାଏ, ଏଠି ମେନସନ ବି ଅଛି।
in the month of Margashira, which comes between November or December. According to Telugu calendar, women folk worship the goddess Lakshmi and decorate the marbles and flowers floats with murals in white rice paste or pithu ଆମେ ଯୋଉଟା କୁହନ୍ତି ପିଠଉ, these are called ଝୋଟି ବା ଚିତା। କ୍ଲିୟର, ଯୋଉଟା କି ଆମର ନଭେମ୍ବର ଡିସେମ୍ବର କରାଯାଏ। ନଭେମ୍ବର ଆଉ ଡିସେମ୍ବରରେ ଯୋଉ ମାଣବସା ଯୋଉ ଗୁରୁବାର କରାଯାଏ ହେଲା, ଗଡେଶ ଲକ୍ଷ୍ମୀଙ୍କର କୁ ଇଏ କରିବା ପାଇଁ ତାଙ୍କ ଚିତ୍ର କରାଇନଥାଏ ନା। କ୍ଲିୟର, ବୁଝିଗଲା? ଏଠି କିଛି ନାହିଁ, ଝୋଟି ଚିତାରେ ବି ଏଠି କିଛି ନାହିଁ, ଖାଲି ଏଠି ବୁକ୍ ରେ ମେନସନ ଅଛି, ବଟ୍ ଏଠି କିଛି ବି ନାହିଁ। ଆଉ ଗୋଟେ କହୁଛି ନା ଏଟା ହାର୍ଭେଷ୍ଟ, ଆମର ଯୋଉ ହାର୍ଭେଷ୍ଟ ସିଜନ ଏବେ ଆମର ହାର୍ଭେଷ୍ଟର ଅମଳ ସମୟ ଏବେ କରାଯାଉଛି, ଅମଳ ସିଜନ ମାନେ ଇଏରେ ମାନେ ତାଙ୍କୁ ଗୋଟେ ଅଛି ଆମର ବିଲିଭ ଅଛି ଯେ ମାନେ କଣ ଗୋଟେ ମାନେ ଝୋଟି ମୋଟି ସବୁ ପକାଯାଏନି ନା ମାଣବସା ଗୁରୁବାର, ତ ସେଥିପାଇଁ କରାଯାଏ ନା। ଝୋଟି ମୋଟି ଖଳାରେ ଦେଖିବା ଝୋଟି ମୋଟି ସବୁ ପକା ହେଇଥାଏ, ଧାନ ଆସିଲା ମାନେ ସେଠି ଯାହାର ଯଦି ଚାଷ ବାସ କରୁଥିବ ସେ ଜାଣିଥିବ, ଖଳା ଯାହାର ଥିବ ଖଳା ଯୋଉ କୁହନ୍ତି ଯୋଉଠି ଧାନ ମାନେ ଯୋଉଠି ସବୁ ରଖନ୍ତି, ଏ ମାଣବସା ଗୁରୁବାର ସେଠି ମଧ୍ୟ ଝୋଟି ମୋଟି ପକା ହେଇକି ପୂଜା ପାଠ ସେଠି ସବୁ ହେଇଥାଏ। କ୍ଲିୟର, ଏଠି ନହେଲେ ଏଠି ଆଉ କିଛି ନାହିଁ। ତାପରେ ହଉଛି ନା ଦ ମୋଟିଭ୍ସ ୟୁଜ୍ଡ ଇନ୍ ଦ ଆର୍ଟିଷ୍ଟ ସବୁ ଲୋଟସ୍ ଫ୍ଲାୱାର, ଏଟା କଣ କଣ ସବୁ ୟୁଜ ଯୋଉ ମାନେ ଚିତ୍ର ପଟ୍ଟଚିତ୍ର ସରି ପେଣ୍ଟିଂ ଯୋଉ କରାଯାଉଛି ସେଇଟା ସବୁ ଏଠି ମେନସନ ଅଛି। ତ ଆଜିକା କ୍ଲାସରେ କହିବାକୁ ଗଲେ କିଛି ବି ଆଜି ନାହିଁ ହେଲା, କିଛି ବି ଆଜିକା କ୍ଲାସ ନାହିଁ। ଆଉ କାଲି ବି ତମର ଯୋଉ ମଡର୍ନ ଯୋଉ ହିଷ୍ଟ୍ରି ଅଫ ଇଣ୍ଡିଆରେ ଯୋଉ ଆସିବ ମଡର୍ନ ହିଷ୍ଟ୍ରି ଅଫ ଇଣ୍ଡିଆ, ସେଥିରେ ବି କିଛି ବି ଏମସିକ୍ୟୁ ନାହିଁ, କାରଣ ସେଥିରୁ କେବେ ବି କ୍ୱେଶ୍ଚନ୍ସ ପଡେନି। କାଲି ଯୋଉ କ୍ଲାସ ଆସିବ ହେଲା, ମୁଁ କହିଦଉଛି ଆଗୁରା, ବାସ୍ କାଲି ଖାଲି ପଢାଯିବ, ମେ ବି କ୍ୱେଶ୍ଚନ୍ସ ପଳେଇ ଆସିପାରେ, ଆସିନି ବୋଲି ତାମାନେ ନିଜେ ଆସିବନି, କାଳେ ମେ ବି ପଳେଇ ଆସିପାରେ, କିନ୍ତୁ କାଲିକା ଯାହା ବି ପଢାଯିବ କାଲିରେ କୌଣସି ତମର କ୍ୱେଶ୍ଚନ୍ସ ନାହିଁ, ମୁଁ ଆଜି ଦେଖୁଥିଲି। କ୍ଲିୟର, ତ ଆଜି ଆମେ ତାହେଲେ ଦେଖିଲେ କଣ, କିଛି ନାହିଁ, ସେ ସିମ୍ପଲ କ୍ଲାସ ଆଜି ରହିଲା। କଣ ରହିଲା ନା ଫାଷ୍ଟ ହଉଛି ନା କଣ, ଯୋଉ ପଟ୍ଟଚିତ୍ର କରାହଉଥିଲା, ଯୋଉ ପେଣ୍ଟିଂ ହେଇଥିଲା, ସିଏ କଣ କରୁଥିଲେ ନା ପେନସିଲ, ଆମର ଯୋଉ ଚାରକୋଲ ହେଲା କି ନହେଲେ ତମର କଣ ହେଲା ପେନସିଲ ହେଲା, ସେଟା ସବୁ ସେ ୟୁଜ କରୁନଥିଲେ, ସେ କଣ ୟୁଜ ଡାଇରେକ୍ଟ କରୁଥିଲେ, ବ୍ରଶ ୟୁଜ କରୁଥିଲେ। ଆଉ ଯୋଉ ଝୁଲଣ ପର୍ବ, ଏଇ ଯୋଉ ଝୁଲଣ ପର୍ବଟା ମନେ ରଖିବ କେବେ ସେଲିବ୍ରେଟ କରାଯାଏ ନା ମନସୁନରେ ପଡେ, ଏଟା ଗୋଟେ ମନସୁନ ଗୋଟେ ଫେଷ୍ଟିଭାଲ, ଜୁଲାଇ ଅଗଷ୍ଟ ମନ୍ଥରେ ଏଟା ପଡେ। କ୍ଲିୟର, ଯୋଉଥିରେ କି ଏଇ ଯୋଉ ପଟ୍ଟଚିତ୍ର ସବୁ ବିଭିନ୍ନ ପ୍ରକାର ମାନେ ଚିତ୍ରରେ ସବୁ ଅଙ୍କନ କରାଯାଇଥାଏ। କ୍ଲିୟର, ତାପରେ ହଉଛି ପାମ ଲିଫ ହେଲା, ପାମ ଲିଫ ରେ ବି କିଛି ନାହିଁ, ପାମ ଲିଫ ରେ ବାସ୍ ଏଟା ପାମ ଲିଫ ରେ ଏଟା କରାଯାଏ ଯୋଉ ପଟ୍ଟଚିତ୍ରଟା, ଆଉ ନହେଲେ କିଛି ନାହିଁ, ଭୁବନେଶ୍ୱର ମ୍ୟୁଜିୟମରେ ରଖା ହେଇଛି। କ୍ଲିୟର, ଆଉ କିଛି ନାହିଁ ଏଠି, ମାନେ ଗୋଟେ ଟ୍ରାଡିସନାଲ ଗୋଟେ ପେଣ୍ଟିଂ ଡ୍ରଇଂ ଗୋଟେ ଶୋ କରିବା ପାଇଁ ଆଉ ରଖାଯାଇଛି। ଆଉ ତାପରେ ଦେଖିଲେ ଆମେ କଣ ଝୋଟି, ଝୋଟି ବା ଚିତା, ଝୋଟି ବା ଚିତା ଯୋଉଟା ରଖାଯାଇଛି ନା ଏଟା କଣ ଆମର ନଭେମ୍ବର ଆଉ ଡିସେମ୍ବର ମାସରେ ଏଇ ଯୋଉ ଝୋଟି ଚିତା ସବୁ ପକାଯାଏ ଘର ମାନଙ୍କରେ। କ୍ଲିୟର, ଏଟା ଗୋଟେ ହାର୍ଭେଷ୍ଟ ସିଜନରେ ଏଟା ପକା ଯାଇଥାଏ, ନା ଗୋଟେ ଅଛି ଯେ ହାର୍ଭେଷ୍ଟ ସିଜନରେ ମାନେ ପକାଯାଏ ଗୋଟେ ଆଉ ସିମ୍ବଲିକ ଗୋଟେ ମିନିଂଫୁଲ ଗୋଟେ ପେଣ୍ଟିଂ ରେ ଅଛି ଆଉ ହେଲା। ଆଉ ଝୋଟି ପେଣ୍ଟିଂ ଏଇରା ସବୁ ଫିସ୍ ହେଲା, ଅଦର ଫ୍ଲୋରାଲ ଜିଓମେଟ୍ରିକାଲ ଡିଜାଇନ ହେଲା, ପିକକ୍ ହେଲା, ଲୋଟସ୍ ଫ୍ଲାୱାର, ଏଇରା ସବୁ ଚିତ୍ର କରାଯାଏ। ଅଲସୋ ପ୍ରିଣ୍ଟେड ଅନ୍ ଶାଢୀ, ଶାଢୀରେ ମାନେ ଦେଖିଥିବେ ଯୋଉ ଲେଡିଜ ମାନେ ଯୋଉ ପିନ୍ଧିଥିବେ ଯୋଉ ଇଏ ଗୁରୁବାର ଯୋଉ ଶାଢୀ, ସେଇଠି ଦେଖିବ ବିଭିନ୍ନ ପ୍ରକାର ସବୁ ଚିତ୍ରଣ ସବୁ କରାଯାଇଥାଏ, ଝୋଟି ଚିତ୍ର ପକାଇଥାଏ। କ୍ଲିୟର, ବୁଝିଗଲା? ଆଉ ଏଇ ପେଜରେ ଆଉ କିଛି ନାହିଁ, କିନ୍ତୁ କାଲି ଇମ୍ପୋର୍ଟାଣ୍ଟ ଅଛି, କାଲି ତମର ଯୋଉ ସ୍ୟାଣ୍ଡ ଆର୍ଟ ଯୋଉ ଅଛି, ଆଉ ଗୋଟେ ବୋନସ ଅଛି ସ୍ୟାଣ୍ଡ ଆର୍ଟ, କାଲି ସ୍ୟାଣ୍ଡ ଆର୍ଟରେ ପଢିବା। ତାପରେ ମୌର୍ଯ୍ୟ ପେଣ୍ଟିଂ ବି ଅଛି, ତାପରେ ନେକ୍ସଟ ଦେଖିବା ଧୀରେ ଧୀରେ ଆଉ। ଏଥିରେ ଏବେ ଯାଏଁ ତ କିଛି ନାହିଁ, ଏବେ ଯାହା ପଢା ହଉଛି ଏଥିରେ ଖାଲି ମେନ୍ ଇମ୍ପୋର୍ଟାଣ୍ଟ ରହିବ ତମର କଣ କହିଲ, ଯୋଉ ମେଟାଲ କ୍ରାଫ୍ଟ ଟା ଟିକେ ଇମ୍ପୋର୍ଟାଣ୍ଟ ରହିବ, ଆଉ ନହେଲେ କିଛି ସେମିତି ଇମ୍ପୋର୍ଟାଣ୍ଟ ନାହିଁ ଏଠି, ଆଉ ସେମିତି ଏଠି ଇମ୍ପୋର୍ଟାଣ୍ଟ ନାହିଁ। ଗୋଟେ କ୍ୱେଶ୍ଚନ୍ସ ଟେ କହିଲେ, ଗୋଟେ କ୍ୱେଶ୍ଚନ୍ସ ଟେ ପଚାରି ଦଉଛି, which village is famous for ପଟ୍ଟଚିତ୍ର, କାଲି ପଢା ହେଇଥିଲା, which village, ହ୍ୟାଣ୍ଡ ରେସ୍ କର, which village is famous for ପଟ୍ଟଚିତ୍ର, କିଏ ହ୍ୟାଣ୍ଡ ରେସ୍ କରୁଛି, ସ୍ନିଗ୍ଧା, ରଘୁରାଜପୁର। ଗୁଡ୍। ତାପରେ କହିଲ by what name, ଶୁଣୁଥିବ କ୍ୱେଶ୍ଚନ୍ସ ଟା ହେଲା, by what name is the design draw on the floor by women using rice powder or chalk powder known, ରାଇସ୍ ପାଉଡରରେ ଯୋଉଟା କରାଯାଏ ସେଟା କଣ କୁହାଯାଏ, ଛୋଟି ଚିତ୍ର କୁହାଯାଏ, ପଟ୍ଟଚିତ୍ର କୁହାଯାଏ, ନା କଣ କୁହାଯାଏ? ରାଇସ୍ ପାଉଡରରେ ଯୋଉଟା କରାଯାଏ, ହ୍ୟାଣ୍ଡ ରେସ୍ କର, ଶ୍ରଦ୍ଧା ଦାସ। ଝୋଟି ଚିତା। ଗୁଡ୍। ତାପରେ the original ଚିତ୍ରକାର୍ସ of ପଟ୍ଟଚିତ୍ର painting usually come from which district of Odisha, ଗଞ୍ଜାମ, ଗଜପତି, ପୁରୀ, କେନ୍ଦୁଝର।
कौन की लाइन में अच्छा लगे जो मैं इतनी जो हाथ तक चल ठीक है देखा रश्मिता को सर पूरी डिस्ट्रिक्ट तापर और को which paintings are also known as icons or आदिताल आदिताल पढ़ाई छी मन रखो आदिताल सौर किसान जुआंग कंद सौर किसान जुआंग कंद एड्रेस करो लोपा प्रधान तुम भूणी पाई नथिले कोड पळेली तुम भूणी थिला सौरा ना तो से जॉइन ही नहीं से रिकॉर्ड कहूँ ना ना ए जो ये रश्मिता को भूणी सी अच्छी सर आम दी जन आज गोटे जगह अच्छे तो गोटे मोबाइल अच्छा अच्छा कनेक्ट हो हो को तांको तो भूणी ताले को कहबो सौरा which painting are also known as icons or आदिताल सर को सौर गुड पेंटिंग गुड 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 ये तो तुम आसी और जहाँ पे चले तो तुमको आसी तापरे उल्लभगढ़ विक्रम खोलिन झारसुगुड़ा डिस्ट्रिक्ट एक्चुअली बुक रे देछि क्वेश्चन यार से क्वेश्चन में नजर टे पड़ेला तो तुम पचार देली उल्लभगढ़ एंड विक्रम खोलिन झारसुगुड़ा डिस्ट्रिक्ट आर फेमस फॉर व्हिच ऑफ द फॉलोइंग वर्क इन ओडिशा उल्लभगढ़ एंड विक्रम खोल ला मन रखतबो रॉक पेंटिंग सौर पेंटिंग जुआंग पेंटिंग किसान पेंटिंग उल्लभगढ़ एंड विक्रम खोले को पेंटिंग थला एंड्रेस करो उल्लभगढ़ एंड ये रे की पेंटिंग थला तो देखो स्निग्धा साहू रॉक रॉक पेंटिंग रॉक पेंटिंग गुड तापरे मांझीकुंडा इज ए टाइप ऑफ जुआंग पेंटिंग कंध पेंटिंग किसान पेंटिंग मांझीकुंडा के कोई बात रे को मांझीकुंडा लोपा प्रधान कंध पेंटिंग गुड एती तो क्वेश्चंस अछि रे और एबे जे जति पढाई छी एटा सब थिला तो ता बैक जो उदय था जे हमरो आर्यन बुक रो पछोट रो जोरो सब क्वेश्चंस हो ताले हो